ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପାଳକମାନଙ୍କର ଗୁରୁ ଦାୟିତ୍ୱ। ପାଳକମାନଙ୍କର, ପ୍ରଭୁଙ୍କ ଦାସମାନଙ୍କର ଗୁରୁ ଦାୟିତ୍ୱ। ପ୍ରିୟମାନେ, ଏହି ପୃଥିବୀ ପୃଷ୍ଠରେ ପାଳକୀୟ ସେବା କାର୍ଯ୍ୟ ସବୁଠାରୁ ଗୋଟେ ଉଚ୍ଚ କୋଟିର ସେବା କାର୍ଯ୍ୟ ଅଟେ। ଆଉ ବାଇବଲ ଏହାକୁ ଗୋଟେ ସମ୍ଭ୍ରାନ୍ତ ପଦ ବୋଲି କହେ। ଆଉ ଏହି ସମ୍ଭ୍ରାନ୍ତ ପଦ ଯେଉଁମାନଙ୍କୁ ପ୍ରଭୁ ଦେଇଛନ୍ତି ସେମାନେ ବହୁତ ବ୍ଲେସେଡ୍ ଓ ଆଶୀର୍ବାଦ ଯୁକ୍ତ ଲୋକ ଅଟନ୍ତି। କାରଣ ସ୍ୱର୍ଗ ସେମାନଙ୍କୁ ବାଛିଅଛି, ମନୋନୀତ କରିଅଛି ପ୍ରଭୁଙ୍କର ସେବା କରିବା ପାଇଁ। ଅନେକ ଲୋକ ଅଛନ୍ତି, ମାତ୍ର ସେମାନଙ୍କୁ ସ୍ୱର୍ଗ ବାଛିଲା ନାହିଁ, ମାତ୍ର ସେ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ବାଛି ଅଛନ୍ତି। ସେଥିପାଇଁ ପାଳକ ପଦ ଗୋଟିଏ ବହୁତ ବଡ଼ ସମ୍ଭ୍ରାନ୍ତ ପଦ ଅଟନ୍ତି। ଆଉ ଏହି ପଦ ସମସ୍ତେ ପାଇପାରନ୍ତି ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ଇଚ୍ଛା କରନ୍ତି ସେମାନଙ୍କୁ ଏହି ପଦ ସେ ଦିଅନ୍ତି। ଆଉ ଅନେକଙ୍କୁ ତାଙ୍କର ଦାସ ଦାସୀ ହେବା ପାଇଁ ବାଛିଛନ୍ତି, ମୋତେ ବାଛିଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ଆଜି କହିବା ପାଇଁ ଚାହେଁ ପାଳକମାନଙ୍କର, ପ୍ରଭୁଙ୍କ ଦାସମାନଙ୍କର, ଦାସୀମାନଙ୍କର ଗୁରୁ ଦାୟିତ୍ୱ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ପ୍ରଥମ ତିମୋଥୀ 3 ଅଧ୍ୟାୟ 4 ପଦରୁ ପଢ଼ିବା। ଗୋଟେ ପାଳକଙ୍କର ଗୁରୁ ଦାୟିତ୍ୱ ଏହା ଅଟେ, ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ। କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ତତ୍ତ୍ୱ ନେବେ? ପ୍ରିୟମାନେ, ଏହି ସ୍ଥାନରେ ଗୋଟେ ମଣ୍ଡଳୀର ଗୋଟେ ନେତା ହେବା ପାଇଁ, ମଣ୍ଡଳୀରେ ନେତୃତ୍ୱ ପଦ ନେବା ପାଇଁ ମଣ୍ଡଳୀ ମଧ୍ୟ ବାଛେ। ଆଉ ପାଉଲ କହୁଛନ୍ତି କେଉଁ ପ୍ରକାର ଲୋକଙ୍କୁ ମଣ୍ଡଳୀରେ ଆମେ ଅଧ୍ୟକ୍ଷ ପଦ ଭାବରେ, ପାଳକ, ପ୍ରଚାରକ, ପ୍ରାଚୀନ ଭାବରେ ଆମେ ନିଯୁକ୍ତ କରିବା। ପ୍ରଥମ ବିଷୟ ସେ କହୁଅଛନ୍ତି ଯେ ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରୁଥିବେ, ଆଉ ନିଜର ସନ୍ତାନ ସନ୍ତତିମାନଙ୍କୁ ଗାମ୍ଭୀର୍ଯ୍ୟ ସହକାରେ ସେ ବଶୀଭୂତ କରି ରଖୁଥିବେ। ପ୍ରିୟମାନେ, ପୁରାତନ ନିୟମରେ ଆମେ ଦେଖୁଛୁ ଏହି ପ୍ରକାର ଅନେକ ପ୍ରଭୁଙ୍କର ଦାସମାନେ ଅଛନ୍ତି ଯେଉଁମାନଙ୍କର ସନ୍ତାନମାନେ ଦୁଷ୍ଟ ଥିଲେ। ଏଲି, ସେ ଜଣେ ଯାଜକ, ଅତି ଉତ୍ତମ ଭାବରେ ସେ ପରମେଶ୍ୱରଙ୍କ ସେବା ଅର୍ଚ୍ଚନା କରୁଥିଲେ। ମାତ୍ର ତାଙ୍କର 2ଟି ପୁଅ ହଫ୍ନି ଆଉ ପିନ୍ହସ, ସେମାନେ ପ୍ରଭୁଙ୍କ ମାର୍ଗରେ ନଥିଲେ। ହେଲେ ମଧ୍ୟ ଏଲି ଯାଜକ ପଦରେ ଥିଲେ, କାରଣ ପୁରାତନ ନିୟମରେ ସେମାନଙ୍କର ପୁଅ ଝିଅମାନେ ଭୁଲ ବାଟରେ ଯାଉଥିଲେ ମଧ୍ୟ ସେମାନେ ଯାଜକ ପଦରେ ଥିଲେ। ସାମୁଏଲ, ସେ ବହୁତ ସୁନ୍ଦର ଆଉ ବହୁତ ଅଭିଷିକ୍ତ ପ୍ରଭୁଙ୍କର ସେବକ, ମାତ୍ର ତାଙ୍କର ପୁଅମାନେ ଲାଞ୍ଚ ନେଉଥିଲେ, ବିଚାର ବିପରୀତ କରୁଥିଲେ, ସେମାନେ ପରମେଶ୍ୱରଙ୍କ ମାର୍ଗରେ ଚାଲୁନଥିଲେ। ମାତ୍ର ସାମୁଏଲ, ସେ ପ୍ରଭୁଙ୍କର ଭବିଷ୍ୟତ ବକ୍ତା ଭାବରେ ସେ କାମ କରୁଥିଲେ। ଆମେ ପୁରାତନ ନିୟମରେ ଅନେକଙ୍କୁ ଆମେ ଦେଖିପାରିବା, ସେମାନଙ୍କ ପାରିବାରିକ ଜୀବନ ଭଲ ନଥିଲା, ସେମାନଙ୍କ ସନ୍ତାନମାନେ ପ୍ରଭୁଙ୍କ ବାଟରେ ଠିକରେ ଚାଲିପାରୁନଥିଲେ, ମାତ୍ର ପରମେଶ୍ୱର ସେମାନଙ୍କୁ ନିଜର ପଦରୁ ଓହରି ଯିବା ପାଇଁ କହିନାହାନ୍ତି। ମାତ୍ର ନୂତନ ନିୟମରେ ଯେଉଁ ସମୟରେ ଆସୁଛୁ, ନୂତନ ନିୟମରେ ପ୍ରଭୁ ଆମକୁ କହୁଛନ୍ତି ଯେ ଗୋଟିଏ ଅଧ୍ୟକ୍ଷ, ଗୋଟେ ପାଳକ, ଗୋଟେ ପ୍ରଚାରକ, ଗୋଟେ ପ୍ରାଚୀନ, ପ୍ରଥମ ବିଷୟ ନିଜ ପରିବାରକୁ ସେ ଅତି ଉତ୍ତମ ଭାବରେ ସେ ଶାସନ କରୁଥିବେ, ନିଜ ପରିବାରର ଅତି ଉତ୍ତମ ଭାବରେ ଯତ୍ନ ନେଉଥିବେ। ପ୍ରିୟମାନେ, ଗୋଟେ ପରିବାରରେ 5, 6, 7 ଜଣ ଖଣ୍ଡେ ଥିବେ। ଯେଉଁ ବ୍ୟକ୍ତି 5, 6, 7 ଜଣଙ୍କର ଯତ୍ନ ନେଇପାରୁନାହାନ୍ତି, ତାଙ୍କର ସନ୍ତାନ ସନ୍ତତିମାନଙ୍କୁ, ତାଙ୍କ ପରିବାରକୁ ଠିକରେ ଚଲେଇ ପାରୁନାହାନ୍ତି, ତାହେଲେ 50 ଜଣ, 100 ଜଣ, 200 ଜଣ, 300 ଜଣ ଯେଉଁ ମଣ୍ଡଳୀ ଗୁଡ଼ିକ ରହିଛି, ସେହି ମଣ୍ଡଳୀରେ ସେମାନେ କି ପ୍ରକାର ଭାବରେ ଦାୟିତ୍ୱ ନେଇପାରିବେ? ସେଥିପାଇଁ ଗୋଟେ ପାଳକମାନଙ୍କର ଗୁରୁ ଦାୟିତ୍ୱ ହେଲା, ଗୋଟିଏ ଦାସମାନଙ୍କର ଗୁରୁ ଦାୟିତ୍ୱ ହେଲା ନିଜ ପରିବାରକୁ ଅତି ଉତ୍ତମ ଭାବରେ ସେମାନେ ଚଳାଉଥିବେ। ପ୍ରିୟମାନେ, ଆଜି ଅନେକ ଅଛନ୍ତି ଯେଉଁମାନଙ୍କର ପୁଅ ଝିଅମାନେ ଭୁଲ ବାଟରେ ଅଛନ୍ତି। ସେମାନଙ୍କ ପିନ୍ଧାଉଡ଼ା ଠିକ୍ ନାହିଁ, ସେମାନଙ୍କ ହେୟାର ଷ୍ଟାଇଲ୍ ଠିକ୍ ନାହିଁ, ସେମାନଙ୍କ ଜୀବନଶୈଳୀ ଠିକ୍ ନାହିଁ, ହେଲେ ମଧ୍ୟ
सेमाने प्रभुंकर सेवक भाव अच्छा प्रिय प्रभुंक लोक मैंने जी निजर पुओ को ठीक चलै पारुना निज झील को ठीक चलै पारुना निज परिवार को ठीक चलै पारुना मंडली को कौन चलेबे यह पाउल कहूँ से आमर गुरुदायित्व है जे आमर परिवार आम जत्न नेबा प्रथमे आम परिवार मंडली गोटे आदर्श परिवार हेबार अछि आमर पुओ झील माने मध्य मंडली गोटे आदर्श पुओ झील हेबार एटा आमर गुरुदायित्व आम दुनिया लोकंकु प्रभुंक मार्गरे आनी सेमानकर पुओ झील मानकु आम प्रभुंक मार्गरे जदि आम आनी थाउछु मात्र आमर निजर पुओ झील को आम ठीक भाव आम जत्न नौ नाहु ताहाले केड़े दुखर विषय सेति तीतस मध्य से कहउछंती तीतस से कहउछंती 1 अध्याय 6 पद जो व्यक्ति निर्दोष और एक स्त्रीर स्वामी जहांकर संतान माने विश्वासी अटंती देखंतु से एठी कहउछंती जहार संतान माने विश्वासी अटंती और कदाचरण विषय रे अपवादित किंबा अबाध्य नुहंती ताहांको नियुक्त कर एई जगह से आउरी स्टैंडर्ड को बढ़ाउछंती तांकर पुओ झियो माने ठीक चरित्र थिबो ताहा नुहे से विश्वासी थिबे से प्रभुंक मार्ग रे ठीक रे चालू थिबे एटा आमे पालक मानकर गुरु दायित्व जे आमर परिवार को आमे ठीक भाव रे आमे जत्न नेबा पुरातन नियम रे आमे देखुथिलु अनेक अछंती जो माने कि निज परिवार को से माने ठीक रे जत्न नै पारि नाहंती तांको परिवार भूल बाट रे जाउथिले तांको परिवार रो पुओ झियो माने सेमानक जीवन शैली भलो नथिला पाप रे जीवन यापन करुथिले मात्र से माने बहुत अभिषिक्त पालक भाव रे नियुक्त होइथिले मात्र एही नूतन नियम रे परमेश्वर समस्त को प्रभुंकर दास पालक प्रचारक बाछु नाहांती जो माने निज परिवार को अति उत्तम भाव रे शासन करुथिबे निज परिवार रो पुओ झियो मानकु प्रभुंक मार्ग रे चलाउथिबे सेही प्रकार लोक मानकु से अध्यक्ष भाव रे नियुक्त करिबा पई से परामर्श दउछंती आज्ञा दउछंती सेति आममानक दायित्व कारण पालक प्रचारक मानकर पुओ झियो को आत्मिक परिवार रो पुओ झियो मानकु शैतान सबु बेले टार्गेट रखि थाए देखंतु आईबंकर कौन भूल थिला जे तांकर पुओ झियो को शैतान से मारी पकेला कारण आत्मिक परिवार रो पुओ झियो मानकु नष्ट करिबा पई सबु समय रे शैतान विभिन्न प्रकार षडयंत्र करिताए कारण यदि पालकंक परिवार रे अशांति करिवो तांकर पुओ झियो को जीवन को नष्ट करिवो ताहाले पालक माने व्यस्त होई जिवे आ से माने विभिन्न प्रकार भाव रे भारग्रस्त होई जिवे डिस्टर्ब हेबे एहा शैतान चाहे से माने जो डिस्टर्ब होई जिवे मंडली मध्ये डिस्टर्ब होई जिवो सेति पई पालक प्रचारक पुओ झियो मानक निमंते आमे प्रार्थना करिवार आवश्यक रहिछि आ प्रत्येक पालक बंधु माने निज निजर परिवार को अति उत्तम भाव रे जत्न नेबार आवश्यक रहिछि कारण एहा आम मानकर गुरु दायित्व मंडली रो पुओ झियो मंडली रो परिवार को आम माने प्रथमे जत्न नेबार गुरु दायित्व आमर नहि प्रथमे आम निज परिवार को आम निजर पुओ झियो को आमे अति उत्तम भाव रे जदि आमे जत्न नेबा ताहा हेले आमे अन्य गुड़िक को मध्य आमे जत्न नेबार शिखि पारिबा प्रभु आमान को आशीर्वाद करंतु आसंतु आमाने पदे प्रार्थना करिबा पवित्र मंगलमय पिता आमे तुमको धन्यवाद दउछु तुम्हें प्रति प्रभात रे तुमर पवित्र वाक्य माध्यम रे आमान को सहित कथावार्ता होउछ आज अनेक प्रभुंकर दास माने अछंती जो मानकर पुओ झियो माने ठीक बाट रे नाहंती सेही प्रभुंक दास माने केते कष्ट रे केते अपमान रे अछंती आमे प्रार्थना करूछु प्रभु से मानकर पुओ झियो माने से मान तुमको जानंतु तुमर परिचय पांतु निजर बापांकर निजर परिवार रो लज्जार कारण न होंतु से मानक जीवन शैली बदली जाओ आ से माने प्रभुंक मार्ग रे चलिबा पुओ झियो होंतु कारण अनेक प्रभुंक दास मानकर जीवन से मानकर परिवार लोक माने अपमान तो करूछंती से प्रार्थना करूछु प्रभु प्रत्येक पुओ झियो मान को तुम्हें जत्न नियो पालक प्रचारक परिवार रे तुम्हें शांति दियो आनंद दियो कौन सी प्रकार भाव डिस्टर्बेंस सेवा पाई दियो ना प्रत्येक विषय रे तुम्हें जत्न नहीं तुम्हें गौरव पाओ प्रभु प्रार्थना शुणिछ धन्यवाद दी प्रार्थना प्रिय प्रभु यीशु नाम रे मागुछि आमीन आमीन प्रेज द लॉर्ड प्रभु हम समस्त को प्रचुर भाव आशीर्वाद करंतु प्रभु जदि अनुग्रह करंती आसंता अध्याय रे आ गोटे नुआ वीडियो रे आमे परस्पर सहित आमे साक्षात करिबा जदि आपण मानकर किछि परामर्श अछि ताहाले आपण माने कमेंट्स द्वारा आम मान को जणाई परिबे प्रभु आपण समस्त को प्रचुर भाव आशीर्वाद करंतु रहिबा समस्त को नमस्कार प्रेज द लॉर्ड गॉड ब्लेस यू।